ଆପଣ ଜାଣିଛନ୍ତି କି ମେଷ ରାଶିର ଗୋଟିଏ ଏମିତି ନକ୍ଷତ୍ର ଅଛି ଯେଉଁଥିରେ ଜନ୍ମ ନେଇଥିବା ଲୋକ ଜୀବନରେ କଷ୍ଟ ପରେ ମହାନ ସଫଳତା ପାଇଥାନ୍ତି। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜ୍ଞା ହଁ, ଆଜି ଆମେ ଆଲୋଚନା କରିବା ମେଷ ରାଶିର 13 ଡିଗ୍ରୀ 20 ମିନିଟରୁ 26 ଡିଗ୍ରୀ 40 ମିନିଟ ପର୍ଯ୍ୟନ୍ତ ବ୍ୟାପ୍ତି ଥିବା ନକ୍ଷତ୍ର ବିଷୟରେ, ଯାହାକୁ ଆମେ ଭରଣୀ ନକ୍ଷତ୍ର ବା ଦ୍ୱିଜା ନକ୍ଷତ୍ର ବୋଲି କହିଥାଉ। ଭରଣୀ ନକ୍ଷତ୍ରର ସ୍ୱାମୀ ହେଲେ ଶୁକ୍ର। ପ୍ରତୀକ ହେଲା ଧାରଣ କରିବାର ଶକ୍ତି, ଗୁଣ ରାଜସିକ ଏବଂ ତାମସିକ। ଏହି ନକ୍ଷତ୍ର ଜନ୍ମ, ମୃତ୍ୟୁ, ପୁନର୍ଜନ୍ମର ଗଭୀର ତତ୍ତ୍ୱ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା ଏହି ଭରଣୀ ନକ୍ଷତ୍ରରେ ଜନ୍ମିତ ପୁରୁଷମାନଙ୍କର ସ୍ୱଭାବ ବିଷୟରେ। ଯଦିଓ ଏମାନେ ବିଶେଷ ଚତୁର ନୁହନ୍ତି, କିନ୍ତୁ ବୋକା ବି ନୁହନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଆଭରେଜ ବ୍ରେନ୍ କାପାବିଲିଟି ଏମାନଙ୍କର ଥାଏ। ଇଣ୍ଟେଲିଜେଣ୍ଟ କୁହାଯାଇପାରିବ। ଏମାନଙ୍କ ପାଖରେ ବିଚିତ୍ର ଆଚରଣ ବେଳେବେଳେ ଦେଖିବାକୁ ମିଳିଥାଏ। ଛୋଟ ଛୋଟ କଥାକୁ ନେଇ ନିଜର ଫ୍ୟାମିଲି, ଫ୍ରେଣ୍ଡ ଏବଂ ରିଲେଟିଭ୍ସଙ୍କ ସହିତ ମିସଅଣ୍ଡରଷ୍ଟାଣ୍ଡିଂ ସୃଷ୍ଟି କରିଥାନ୍ତି ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଏ। ଏତେ ସବୁ ଘଟଣା ଘଟିଲା ପରେ ବି ଏଥିପ୍ରତି ତାଙ୍କର ଭ୍ରୂକ୍ଷେପ ନଥାଏ। କିନ୍ତୁ ଯେତେବେଳେ ନିଜର ଭୁଲକୁ ଅନୁଭବ କରନ୍ତି, ସେତେବେଳେ ନିଜର ବିରୋଧୀଙ୍କ ସମ୍ମୁଖରେ ନତମସ୍ତକ ହୋଇଥାନ୍ତି। ଏହା ସେମାନଙ୍କର ଉଦାରତାର ଲକ୍ଷଣ ଅଟେ। କିନ୍ତୁ ଅହଙ୍କାର ଭାବ ରହିଥାଏ। ସେମାନେ ଚାହିଁଥାନ୍ତି ଯେ ସମସ୍ତେ ସେମାନଙ୍କୁ ସବୁ କ୍ଷେତ୍ରରେ ଧ୍ୟାନ ଦିଅନ୍ତୁ। ନିଜକୁ ସେମାନେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ଭାବିଥାନ୍ତି। ହଁ, ଆବଶ୍ୟକ ପଡ଼ିଲେ ନେତୃତ୍ୱ ନେବାର କ୍ଷମତା ମଧ୍ୟ ସେମାନଙ୍କର ଥାଏ। ଏହି ଭରଣୀ ନକ୍ଷତ୍ରରେ ଜନ୍ମିତ ପୁରୁଷଙ୍କର ପଜିଟିଭ୍ ଗୁଣ ହେଉଛି କ'ଣ ନା, ସେମାନେ ସାହସୀ। ଲିଡରସିପ୍ କ୍ୱାଲିଟି ସେମାନଙ୍କ ପାଖରେ ଥାଏ। ସ୍ୱାଧୀନ ଚିନ୍ତାଧାରାର ହୋଇଥାନ୍ତି। ଦାୟିତ୍ୱ ନେବାର କ୍ଷମତା ମଧ୍ୟ ରହିଥାଏ ଆଉ ନ୍ୟାୟପ୍ରିୟ ଅଟନ୍ତି। ନେଗେଟିଭ୍ ସାଇଡ଼୍ ହେଉଛି କ'ଣ ନା, ବହୁତ ଶୀଘ୍ର ରାଗି ଯାଇଥାନ୍ତି। ସର୍ଟ ଟେମ୍ପର ମାଇଣ୍ଡ, ସ୍ୱଭାବରେ ଏକଜିଦିଆ, ବେଳେବେଳେ ଆବେଗର ବଶବର୍ତ୍ତୀ ମଧ୍ୟ ହୋଇଯାଆନ୍ତି। ଅଧିକ କ୍ରୋଧର ବଶବର୍ତ୍ତୀ ହୋଇଗଲେ ନିଷ୍ଠୁର ଆଚରଣ କରିଥାନ୍ତି। ଏମାନେ ସାଧାରଣତଃ ନିଜ ଜୀବନ ନିଜ ନିୟମରେ ଚଳାଇବାକୁ ପସନ୍ଦ କରନ୍ତି। ଏବେ ଜାଣିବା ଏହି ଭରଣୀ ନକ୍ଷତ୍ରରେ ଜନ୍ମିତ ମହିଳାମାନଙ୍କର ସ୍ୱଭାବ ବିଷୟରେ। ଏମାନେ ଭାବୁକ ତଥା ଆଶାବାଦୀ ପ୍ରକୃତିର ହୋଇଥାନ୍ତି। ପରିବାରରେ ବରିଷ୍ଠ ସଦସ୍ୟଙ୍କର ଧ୍ୟାନ ରଖିଥାନ୍ତି। ଏମାନେ ଆଦର୍ଶ ଚରିତ୍ର, ଉତ୍ତମ ଆଚରଣ ଓ ପ୍ରଶଂସାଯୋଗ୍ୟ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଅନେକ କ୍ଷେତ୍ରରେ ମନ ମୁତାବକ କାମ ମଧ୍ୟ କରିଥାନ୍ତି। ଅନ୍ୟର ଉପଦେଶ ଉପରେ ବିଶେଷ ଧ୍ୟାନ ଦେଇନଥାନ୍ତି। ପଜିଟିଭ୍ ସାଇଡ଼୍ ଏମାନଙ୍କର ହେଉଛି କ'ଣ ନା, ସ୍ୱାମୀ ଏବଂ ନିଜର ସନ୍ତାନମାନଙ୍କ ପାଇଁ ସାକ୍ରିଫାଇସ୍ କରିଥାନ୍ତି। ପରିବାରକୁ ବାନ୍ଧିକି ରଖିବା ପାଇଁ ଚେଷ୍ଟା କରିଥାନ୍ତି। ସବୁବେଳେ ସ୍ୱାଭିମାନୀ ହୋଇଥାନ୍ତି। ଭିତରୁ ବହୁତ ଶକ୍ତିଶାଳୀ ଅଟନ୍ତି। ଦୃଢ଼ ଆତ୍ମବିଶ୍ୱାସ ସେମାନଙ୍କର ଥାଏ। ଯେତେ ଦୁଃଖରେ ରହିଲେ ମଧ୍ୟ ହଠାତ୍ କାହାକୁ ନିଜ କଥାକୁ ସେୟାର କରିନଥାନ୍ତି। ନେଗେଟିଭ୍ ପାର୍ଟ ହେଲା ଅଧିକ ଭାବୁକ ହୋଇଯିବା। ଆଗରୁ ବି କହିଥିଲି, ମନରେ ଭୟ ମଧ୍ୟ ରହିଥାଏ, ଆଶଙ୍କା ମଧ୍ୟ ରହିଥାଏ। କ'ଣ ହେଲା କ'ଣ ନାହିଁ, ଅନ୍ୟର କଥା ଶୁଣିବାକୁ, ଜାଣିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଦେଖିବାକୁ ଉପର ସାଧାରଣ ଲାଗିଥାଏ, କିନ୍ତୁ ଭିତରୁ ସେ ବହୁତ ଶକ୍ତିଶାଳୀ। ବେଳେବେଳେ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି। ଅନ୍ୟମାନଙ୍କୁ କଣ୍ଟ୍ରୋଲରେ ରଖିବା ପାଇଁ ଟ୍ରାଏ କରିଥାନ୍ତି। ଫଳରେ କ'ଣ ହୁଏ କି, ସେମାନଙ୍କର ସନ୍ତାନମାନେ ଅବାଟକୁ ଚାଲିଯିବାର ଭୟ ଥାଏ। ଏବେ ଆଲୋଚନା କରିବା ଏହି ଭରଣୀ ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷମାନେ କେଉଁ ପ୍ରକାର କର୍ମ କଲେ ତାଙ୍କ ଜୀବନରେ ସେ ସଫଳ ହେବେ, ସେ ବିଷୟରେ ଜାଣିବା। ସାଧାରଣତଃ ଏମାନେ ରୁଟିନ୍ ଜବ୍ ଠାରୁ ପାୱାର ଆଉ ରେସ୍ପନ୍ସିବିଲିଟି କାମରେ ଅଧିକ ସଫଳତା ପାଇବାର ଦେଖାଯାଏ। ଏହି ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିଙ୍କର ବେଷ୍ଟ କ୍ୟାରିୟର ଅପସନ୍ କ'ଣ ହୋଇପାରିବ? ମେଡ଼ିକାଲ ଫିଲ୍ଡରେ ଯଦି ଟ୍ରାଏ କରିବେ ତେବେ ସକ୍ସେସ୍ ହୋଇପାରିବେ। ଡକ୍ଟର ହୋଇପାରିବେ, ସର୍ଜନ ହୋଇପାରିବେ। ଡିଫେନ୍ସ ସର୍ଭିସ୍, ପୋଲିସ, ଆର୍ମି,
सिक्यूरिटी फोर्स ये सब लाइन में मध्य सफलता पाइपर लॉ फील्ड रे पॉलिटिक्स रे जेहेतु भरणी नक्षत्राधिपति हेले शुक्र फिल्म इंडस्ट्री मीडिया एक्टिंग ये सब लाइन में मध्य सफल हो पारे किंबा जदि निजर ओन बिजनेस किछि करंती छोट हो बा बड़ हो से सफल हो पारती कई एस्ट्रोलॉजी ऑकल्ट साइंस धर्मशास्त्र तंत्र ज्ञान उपर गभीर विश्वास रखि थांती एवं प्रोफेशन मध्य करिथांती। यह भरणी नक्षत्र में जन्मित व्यक्तिंकर जीवनर आरंभ में संघर्ष बहुत रही है अपडाउन हो चली था पाखापाखि 32 वर्ष पर भाग्य उदय होता है 35 वर्ष पर मान सम्मान मिलता है फाइनेंशियल स्टेबिलिटी आसी था यही नक्षत्र व्यक्ति निज दम रे ऊपर को उठिबार कला नहीं आसता परिश्रम रे निजर भाग्य को बस करिथांती यही द्विजा नक्षत्र बा भरणी नक्षत्र में जन्मित व्यक्ति क्रोध उपर नियंत्रण एवं संयम को जदि जीवनर मूल मंत्र भाव में ग्रहण कले तेबे जीवन में अनेक सफलता लाभ करेंगे। प्रतिकार कौन करेंगे जेहेतु मेष राशि राशियाधिपति हेले मंगल तेणु मंगलंकर बीज मंत्र तो जप करेंगे हनुमान चालीसा पाठ करेंगे हनुमान को उपासना करेंगे जेहेतु मेष राशि भरणी नक्षत्र में आपणकर जन्म तेबे शुक्रंकर बीज मंत्र को आपन को जप करने को हेबो बीज मंत्रटी है ओं द्रांग द्रीं द्रौं सह शुक्राय नमः दैनिक 108 थर जप करेंगे यही मंत्र जप कले ऐश्वर्य सौंदर्य कला संगीत फैशन एवं वैवाहिक जीवन में सुख समृद्धि मिलता है तथा विलासपूर्ण राजकीय जीवन यापन शैली रे लाभ मिलता है। जदि आपणकर जन्म नक्षत्र भरणी तेबे मन रखंतु आपण साधारण नुहति आपण परिवर्तन आनिबा को जन्म होइचंती। बंधुगण यह थिला भरणी नक्षत्र जन्मित व्यक्ति विशेष मानकर विषय आलोचना जदि यही भली नक्षत्र सीरीज विषय जानिया पे चाहूचंती आपण केउं नक्षत्र रे जन्म होइचंती कमेंट बॉक्स रे कमेंट करंतु। जदि यही भिडियोटी आपण मानकु भल लगी थाए तेबे लाइक कमेंट शेयर करिया पे जमारे भी भूलिबे नहीं। पुणी आसीबी आउ एक नुआ अध्याय को नहीं से पर्यंत रहूची नमस्कार।